ଆମ ଗାଁ ହିସାବରେ ସେ ଆମର ପିଉସା ହିସାବ ହେବେ ବହୁତ ଆତ୍ମୀୟ ଲୋକ ଆମର ଥିଲେ। ହସିଲେ ନ ହସିଲେ ତାଙ୍କ କଥା ବାହାରୁନି, ସେ ହସିଲେ ହିଁ କଥା କହିବେ। ଭଲ ଦର୍ଦି ମଣିଷଟି ଥିଲେ। ସମସ୍ତେ ତାଙ୍କୁ ଆମର 3-4 ପଞ୍ଚାୟତରେ ସମସ୍ତେ ତାଙ୍କୁ ଭାରି ଆଦର କରନ୍ତି। ସିଏ ବି ଲୋକଙ୍କ ପାଖରେ ବଦମାସିଆ ଲୋକ ନୁହଁ, ଭଲ ମଣିଷ, ମଣିଷ ଭଳି ମଣିଷଟି। ସେଥିପାଇଁ ତାଙ୍କର ସୁଯୋଗ୍ୟ ସନ୍ତାନ ସମସ୍ତଙ୍କୁ ମନେ ପକେଇବା ପାଇଁ ସମସ୍ତେ ସବୁଦିନ ବି ମନେ ରଖିବା ଆଜି ଗୋଟେ ଭବ୍ୟ ସମ୍ବୋଧନ କରିଛନ୍ତି, ସମସ୍ତଙ୍କୁ ଡାକିଛନ୍ତି। ଭଲ ପାଇବା ଲୋକମାନେ ସବୁ କାର୍ଡ ଦେଇଛନ୍ତି। ଆଜି ମଧ୍ୟ ଆମର ଚାଷୀ ନେତା ଦୁଷ୍ମନ୍ତ କୁମାର ସ୍ୱାଇଁ ଆସିକି ପୁଷ୍ପ ଦେଇକି ଯାଇଛନ୍ତି। ଏବଂ ଆମର ଆତ୍ମାର ସଦ୍ଗତି ପାଇଁ ଆମ 3 ପଞ୍ଚାୟତ ସମସ୍ତେ ଆମେ କାମନା କରୁଛୁ। ଆଗାମୀ ଦିନ ତ ଖେଳ ଚାଲିଛି, ତ ଖଣ୍ଡପଡ଼ା ବର୍ତ୍ତମାନ ମୋର ବିଭିନ୍ନ ବେଛାପୁରୀ ବିଭିନ୍ନ ଆ ଭିତରେ ସେ ଯେହେତୁ ଗୋଟିଏ ଲୋକ ଦୁଷ୍ମନ୍ତ ବାବୁ ସବୁ ଲୋକଙ୍କ ପାଖରେ ଅଛନ୍ତି, ଅସମୟ ଯାଉଛନ୍ତି, 21 ମୃତାହ ବାହାଘର ବ୍ରତଘର ସବୁ କାମକୁ ସେ ଯାଇକି ଲୋକଙ୍କ ପାଖରେ ପହଞ୍ଚୁଛନ୍ତି। ସାଧାରଣ ଗୋଟେ ଶନି ମେଳା କଲେ ମଧ୍ୟ ସିଏ ଉପସ୍ଥିତ ହଉଛନ୍ତି। ଲୋକ ଚାହୁଁଛନ୍ତି ତାକୁ କଣ ଗୋଟେ ଟିକେଟ ମିଳିଯାଉ। ସ୍ୱାଧୀନ ଉପରେ ବର୍ତ୍ତମାନ ଯୋଉ ଖେଳ ଚାଲିଛି, ନବୀନ ଯୋଉ ଖେଳ ସରକାର ଇଏ ପାଣ୍ଡିଆ ଇଏ ଏସବୁ କଥା ଉପରେ ଲୋକ ଟିକେ ବିଭ୍ରାନ୍ତ ହେଇଛନ୍ତି, କିନ୍ତୁ ମନ ଭିତରେ ରଖିଛନ୍ତି ଅପସନ ନମ୍ବର 1 ଅଛନ୍ତି ଦୁଷ୍ମନ୍ତ, ସେ ଟିକେ ଟିକେଟ ପାଇଯାନ୍ତି। ଇଏ କଥା ଲୋକ କହୁଛନ୍ତି। ଜିତିବାଟା ତ ତାଙ୍କ ଭାଗ୍ୟ ଉପରେ ନିର୍ଭର କରେ, ଜିତିବାଟା ତ ସବୁ ଲୋକଙ୍କର, ସେଇ କଥାଟା ଆଉ ଆମେ କହିଦେବାଟା ଠିକ ହବନି। କିନ୍ତୁ ଖଣ୍ଡପଡ଼ା ପାଇଁ ନିଶ୍ଚୟ ଭାବରେ ସେ ଗୋଟେ ସୁଯୋଗ୍ୟ ପ୍ରାର୍ଥୀ, ତାକୁ ସମସ୍ତେ ଭୋଟ ଦେଇକି ଜୟଯୁକ୍ତ କରିବା ଉଚିତ।